ତିନି ରଥରେ ବିରାଜମାନ ହଉଛନ୍ତି ତିନି ଠାକୁର। ଚତୁର୍ଥ ବିଗ୍ରହ ଶ୍ରୀମନ୍ଦିରକୁ ରତ୍ନବେଦୀକୁ ଯିବା ପାଇଁକା ରଥାରୂଢ ହଉଛନ୍ତି। ଯାଜପୁରରୁ ଜଣେ ଭକ୍ତ ଆସିଛନ୍ତି ମହାପ୍ରଭୁଙ୍କୁ ହାତରେ ଧରି, ଯାହାକି ଶରଧାବାଲିରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ। ଶରଧାବାଲିରେ ଆସିଛନ୍ତି, ଯାଜପୁରକୁ ନେଇକି ଆସିଛନ୍ତି ଜଣେ ଭକ୍ତ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆସିଥାନ୍ତି, ମହାପ୍ରଭୁଙ୍କୁ ଧରିକି ଆସିଛନ୍ତି। ଆଜ୍ଞା, କୋଉଠୁ ଆସିଥିଲେ? ମହାପ୍ରଭୁଙ୍କୁ ଧରିକି କେତେ ବର୍ଷ ହେଲାଣି ଆସୁଛନ୍ତି? ମୁଁ ପାଖାପାଖି 10 ରୁ 12 ବର୍ଷ ହେଲାଣି। ମୋ ନାଁ ସତ୍ୟନାରାୟଣ ସାହୁ। ଆ ପୂର୍ବରୁ ବି ଆସିଥିଲି। ମହାପ୍ରଭୁଙ୍କୁ ନେଇକି ମୁଁ ଦେଶ ବିଦେଶ ସବୁଆଡେ ଯାଏ। ଆପଣ ଆଗରୁ ମୁଁ କହିଥିଲି, ଏଇ ଜଷ୍ଟ ଏଇ ସ୍ନାନ ପୂର୍ଣ୍ଣିମା ଦିନ ଏଥର ଯମୁନା ଯାଇଥିଲେ, ତାଙ୍କ ସାଙ୍ଗେ ରାଧାରାଣୀଙ୍କୁ ବି ନେଇକି ଆସିଛି ଯମୁନା ମଧ୍ୟ। ଏବଂ ରଜରେ ତିଆରି ହେଇଛି ମାଳ ମହାପ୍ରଭୁଙ୍କୁ ଦବା ପାଇଁ ମୁଁ ଆଣିଛି। କେତେ ଦିନ ମହାପ୍ରଭୁ ଗ୍ରହଣ କରିବ ମୁଁ ଜାଣିନି। ଆଉ ଆଜି ଅତି ଆନନ୍ଦିତ ଯେ କି ତିନି ରଥ ପାଖରେ ମହାପ୍ରଭୁ ଅଛନ୍ତି। ଗୁଣ୍ଡିଚା ମନ୍ଦିର ପାଖରେ ଆମେ ବୁଲି ବୁଲିକି ମହାପ୍ରଭୁଙ୍କର ସେଠି ଇଏ ଦର୍ଶନ କରିଲୁ। ଜୟ ଜଗନ୍ନାଥ। ଆଜ୍ଞା, ଏଇ ଯୋଉ ମାଳ କୋଉ ମାଳ? ଏଇଟା ରଜରେ ତିଆରି ହେଇଛି। ରଜରେ ଯୋଉଥିପାଇଁ ଜଗନ୍ନାଥ ନୁହେଁ ମହାପ୍ରଭୁ ସବୁବେଳେ ରଜକୁ ଅନେଇକି ବସିଥାନ୍ତି। ତେଣୁକରି ଇଏ ଆଜିର ସମାଜରେ ଆକୁ କେତେ ଦୂର ଗ୍ରହଣ କରିବେ ମୁଁ ଜାଣିନି, କିନ୍ତୁ ମୁଁ ନିଜେ ବ୍ରଜରୁ ଯାଇ ରଜ ଆଣିକି, ବ୍ରଜ ରାଧା ଗାଁ ବର୍ଷାନା ସେଠି ରଜ ଆଣିକି ରଜରେ ଦେଖନ୍ତୁ ମାଳ କରିଛି। କଣ ଇଏ ବୁଝି ହଉନି। ରଜ ହଉଛି ମାଟି। ଯୋଉ ମାଟି ପାଇଁ ଟିକିଏ ମାଟି ପାଇଁ ମହାପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଲୀଳା କରୁଥିଲେ ବୃନ୍ଦାବନରେ, ଇଏ ହଉଛି ସେଇ ରଜ। ସେଇ ରଜର ମାଟିରେ ମୁଁ ମାଳ ତିଆରି କରିଛି ମହାପ୍ରଭୁଙ୍କୁ ଭେଟ କରିବା ପାଇଁ। ମହାପ୍ରଭୁ ଗ୍ରହଣ କରିବେ କି ନାହିଁ ମୁଁ ଜାଣିନାହିଁ। ଏହା ହଉଛି ମୋର ମାନେ ଭଗବାନଙ୍କ ପାଖରେ ଗୋଟେ ବିନତି, ଟିକେ ଜିନିଷକୁ ନିଶ୍ଚିତ ମହାପ୍ରଭୁ ଗ୍ରହଣ କରିବେ। କେତେ ଦିନ ଲାଗିଥିଲା ତିଆରି କରିବା? ବ୍ରଜରୁ 5 ରୁ 7 ଦିନ ଲାଗିଛି ମତେ। ଆଉ ଏହା ପାଇଁ ସ୍ୱତନ୍ତ୍ର କୌଣସି ପାଣିର ବ୍ୟବହାର କରାଯାଇନି। ଏଥିରେ ଗଙ୍ଗା ଜଳ, ଯମୁନା ଏବଂ ତ୍ରିବେଣୀ ସଙ୍ଗମର ଜଳ ମିଶିକି ଏବଂ ଗୋପୀ ଚନ୍ଦନ ମିଶିକି ହେଇଛି। ଏଟା ମହାପ୍ରଭୁଙ୍କୁ ଭେଟି କରିବା ପାଇଁ ଆଣିଛି। ମହାପ୍ରଭୁଙ୍କର ଇଚ୍ଛା ଯାହା ହବ। ନିଶ୍ଚିତ ଭାବେ ମହାପ୍ରଭୁଙ୍କ ଡୋରି ଲାଗିଲେ ସବୁ କିଛି ସମ୍ଭବ ହେଇପାରିଥାଏ। ମହାପ୍ରଭୁଙ୍କ ବିନା ଗୋଟେ ଗଛରୁ ପତ୍ରଟି ବି ଝଡି ନାହିଁ। ପୁରୀରୁ କ୍ୟାମେରା ପର୍ସନ ଦେବଙ୍କ ସହ ସରୋଜ କୁମାର ମଲ୍ଲିକ ରିପୋର୍ଟ, ଓଡ଼ିଶା ଭାସ୍କର। Exchange your old AC and take home a new power-saving AC. Save up to rupees 10,000. Patro Electronics, Odisha's largest AC seller.